କେଉଁ ଟଙ୍କା ଫେରାଇବାକୁ ଯାଉଛନ୍ତି ଆମ ରାଜ୍ୟ ସରକାର, ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। ଇଲେକ୍ସନ୍ ପୂର୍ବରୁ ଯାହା କହିଥିଲେ ତାହା ସବୁ ଗୋଟି ଗୋଟିକି ପାଳନ କରୁଛନ୍ତି। ଆଚ୍ଛା, କେଉଁ ଟଙ୍କା ଫେରାଇବେ ସରକାର, এই ভিডিও মাধ্যমে ଆପଣମାନେ ସମ୍ପୂର୍ଣ୍ଣ ଦେଖନ୍ତୁ। ଦେଖିଲା ପରେ ସମ୍ପୂର୍ଣ୍ଣ ଜାଣିପାରିବେ କେଉଁ ଟଙ୍କା କେଉଁମାନେ ପାଇବାକୁ ଯାଉଛନ୍ତି ଆଉ କେତେ ଟଙ୍କା ଫେରାଇବେ ସରକାର। ସମ୍ପୂର୍ଣ୍ଣ এই ଭିଡ଼ିଓ ମାଧ୍ୟମରେ ଦେଖିପାରିବେ ଆଉ ଜାଣିପାରିବେ। ଆଉ ଭିଡ଼ିଓଟି ପୁରା ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ। ଦେଖିଲା ପରେ ଜାଣିବେ ପ୍ରକୃତରେ କେଉଁମାନେ କେଉଁ ଟଙ୍କା ପାଇବାକୁ ଯାଉଛନ୍ତି ସରକାର ସେମାନଙ୍କୁ ଫେରାଇବେ। ଚାଲନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓଟି ଆରମ୍ଭ କରିବା। ଓଡ଼ିଶାର ଚିଠିଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଆସନ୍ତା ଜାନୁଆରୀ 31 ତାରିଖ ସୁଦ୍ଧା କ୍ଷୁଦ୍ର ଜମାକାରୀମାନେ ସେମାନଙ୍କର ଜମା ଟଙ୍କା ଫେରି ପାଇବେ। ଏ ସମ୍ପର୍କରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି, ଯାହା ଲକ୍ଷାଧିକ କ୍ଷତିଗ୍ରସ୍ତ ପରିବାର ମଧ୍ୟରେ ଆଶାର ସଞ୍ଚାର କରିଛି। ମନମୋହନ ସାମଲ କହିଛନ୍ତି, ତଦନ୍ତ କମିଶନଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ଏବଂ ଏପର୍ଯ୍ୟନ୍ତ ଟଙ୍କା ପାଇନଥିବା କ୍ଷୁଦ୍ର ଜମାକାରୀମାନଙ୍କୁ ପ୍ରଥମେ ପ୍ରାଧାନ୍ୟ ଦିଆଯିବ। ପ୍ରଥମେ ପର୍ଯ୍ୟାୟରେ 8,000ରୁ 10,000 ଟଙ୍କା ପର୍ଯ୍ୟନ୍ତ ଜମାକାରୀ କରିଥିବା ବ୍ୟକ୍ତିମାନେ ସେମାନଙ୍କ ଟଙ୍କା ଫେରି ପାଇବେ। ବହୁତ ବଡ଼ ଖୁସି ଖବର ଦେଇଛନ୍ତି ମନମୋହନ ସାମଲ ଆମର ସଭାପତି। ଆଉ କହିଛନ୍ତି ସେମାନେ ଆଗ ଟଙ୍କା ପାଇବେ। ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଯାହା କହିଥିଲେ ଇଲେକ୍ସନ୍ ପୂର୍ବରୁ ତାହା ମଧ୍ୟ ସବୁ ଗୋଟି ଗୋଟିକି ପାଳନ କରୁଛନ୍ତି। ପ୍ରାଧାନ୍ୟ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ 8,000ରୁ 10,000 ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ବ୍ୟକ୍ତିମାନେ ସେମାନଙ୍କ ଟଙ୍କା ଫେରି ପାଇବେ। ସରକାର ବର୍ତ୍ତମାନ ସୁଦ୍ଧା ପ୍ରାୟ 5 ଲକ୍ଷ ନୂତନ ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି, ଯେଉଁମାନଙ୍କୁ ଜାନୁଆରୀ ଶେଷ ସୁଦ୍ଧା ଅର୍ଥ ପ୍ରଦାନ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ବର୍ତ୍ତମାନ ତାହା ପାଳନ କରାଯାଉଛି। ପୂର୍ବରୁ ଅନେକ ଜମାକାରୀ ଟଙ୍କା ପାଇ ସାରିଛନ୍ତି ଏବଂ ବାକି ଥିବା କ୍ଷୁଦ୍ର ଜମାକାରୀମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯିବ। ଏହା ସହିତ ସେ ଆଶ୍ୱାସନା ଦେଇଛନ୍ତି ଯେ କେବଳ କ୍ଷୁଦ୍ର ଜମାକାରୀ ନୁହେଁ, ବରଂ ପର୍ଯ୍ୟାୟକ୍ରମେ ବଡ଼ ଜମାକାରୀଙ୍କ ଟଙ୍କା ମଧ୍ୟ ଫେରସ୍ତ କରାଯିବ। ଅନ୍ୟପଟେ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚର ସଭାପତି ଜୟନ୍ତ ଦାସ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ ଗତ ସରକାର ସମୟରୁ ଅଟକି ରହିଥିବା ପ୍ରକ୍ରିୟାକୁ ଏବେ ସରକାର ତ୍ୱରାନ୍ୱିତ କରୁଛନ୍ତି। ତେବେ ରାଜ୍ୟରେ ସମସ୍ତ ବଞ୍ଚିତ ଜମାକାରୀଙ୍କୁ ସଠିକ ଭାବେ ଚିହ୍ନଟ କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ମଞ୍ଚ ପକ୍ଷରୁ ଦାବି କରାଯାଇଛି। ବହୁତ ବଡ଼ ଖୁସି ଖବର। ବିଜେପି ସରକାର ଯେତେବେଳେ ଇଲେକ୍ସନ୍ ପୂର୍ବରୁ କହିଥିଲେ ଯାହା ପ୍ରତିଶ୍ରୁତି ପାଳନ କରିବା ପାଇଁ ତାହା ମଧ୍ୟ ପାଳନ କରିଛନ୍ତି। ଚାଷୀ ଭାଇମାନଙ୍କ ପାଇଁ ହେଉ, ଆଉ ସୁଭଦ୍ରା ଟଙ୍କା କଥା ହେଉ, ଏମିତି ପ୍ରତ୍ୟେକ ଯେଉଁ ଯୋଜନା ସବୁ କହିଥିଲେ ତାହା ଧୀରେ ଧୀରେ ସବୁ ଲାଗୁ କରୁଛନ୍ତି। ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯାହା କହିଥିଲେ ତାହା ସବୁ ଧୀରେ ଧୀରେ ପାଳନ କରୁଛନ୍ତି। ବହୁତ ବଡ଼ କଥା ହେଲା, ଏ ଯେଉଁ 3,500 ଟଙ୍କା ଯେଉଁ 80 ବର୍ଷ ଉର୍ଦ୍ଧ୍ୱ 80% ଯେଉଁ ଭିନ୍ନକ୍ଷମ ଦିବ୍ୟାଙ୍ଗ ଏମାନଙ୍କ ପାଇଁ 3,500 ଟଙ୍କା କରିଛନ୍ତି। କିନ୍ତୁ ବହୁତ ବଡ଼ କଥା ହେଲା 60 ବର୍ଷ ଯେଉଁମାନଙ୍କୁ ଏପର୍ଯ୍ୟନ୍ତ ହେଇଛି ସେମାନଙ୍କୁ ଯଦି 3,500 ଟଙ୍କା ଲାଗୁ କରନ୍ତେ ସରକାର, ବହୁତ ବଡ଼ ଖୁସି ଖବର ହୁଅନ୍ତା। ଆଉ ଭିଡ଼ିଓଟି ଭଲ ଲାଗିଥିଲେ ଗୋଟେ ଲାଇକ୍ କରିଦେବେ, ସବସ୍କ୍ରାଇବ୍ କରିଦେବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।